କଥାଟା ହେଉଛି କ'ଣ, ଏ ପୃଥିବୀରେ ଅକ୍ଷର ବ୍ୟବସାୟ ହିଁ ଚାଲିଛି। ପ୍ରତ୍ୟେକ ମଣିଷ ଭିତରେ ଗୋଟେ ଛାପାଖାନା ଚାଲିଛି। ମଣିଷ ଗୋଟେ ଅକ୍ଷର ଉତ୍ପାଦନକାରୀ ଯନ୍ତ୍ର। ସେ ସବୁ କଥାକୁ ଅକ୍ଷରରେ ହିଁ କରେ। ମଣିଷକୁ ଯଦି ସ୍କାନିଂ କରାଯାଏ ଆଧୁନିକ ମେସିନରେ, ସେ ସିମ୍ପଲ ପ୍ରୁଭ୍ ହେବ ଯେ ସେ ଗୋଟେ ଅକ୍ଷର ଉତ୍ପାଦନକାରୀ ଯନ୍ତ୍ର। ତେଣୁ ଏ ଯନ୍ତ୍ରଟି ନ ମଲେ ଅଣାକ୍ଷରକୁ ଆସିପାରିବେନି। ତେଣୁ ତାର ଏକମାତ୍ର ନିଦାନ ହେଉଛି, ପୃଥିବୀର ଜଣେ ମାତ୍ର ଲୋକ କହିଥିଲେ ଏ କଥାଟାକୁ, ଏକମାତ୍ର ସାଲେଭେନ୍ ବା ତୁମର ଚରମ ଅନୁଭବର ଏକମାତ୍ର ବାଟ ହେଉଛି ଧ୍ୟାନ। ୱିଦାଉଟ୍ ଧ୍ୟାନ ଏସବୁ ମିନିଂଲେସ୍। ଧ୍ୟାନ ବ୍ୟତୀତ ଆଉ ସବୁ ହେଉଛି ଅର୍ଥହୀନ। କିନ୍ତୁ ଏ ସବୁ କଥା ତୁମକୁ କିଏ କହିଦେଇଛି ଏମିତି ଯେ ତୁମେ ଭାବୁଛ ଏହି ସବୁ କଥା ହିଁ ମିନିଂଫୁଲ, ଏବଂ ଏସବୁକୁ ମୁଁ ଛାଡ଼ିଦେଲେ କରିବି କ'ଣ? ନେପାଳରେ ଶୁଆ ଧରିବାର ଗୋଟେ ବାଟ ଥାଏ। ଦୁଇଟା ତାଳ ଗଛରେ ସେମାନେ ସୂତା ବାନ୍ଧି ଦିଅନ୍ତି। ଶୁଆ ଯେତେବେଳେ ସେହି ସୂତାଟି ଉପରେ ବସେ, ସେ ଓଲଟି ପଡ଼େ। ସୂତାଟି ଉପରେ ବସିଲା ମାନେ ବାଲାନ୍ସ ହରେଇକି ସେ ଓଲଟି ପଡ଼େ। ସେ ବାଲାନ୍ସ ହରେଇକି ଝୁଲି ପଡ଼େ। ଝୁଲି ପଡ଼ିବାରୁ ସେ ଆଉ ଉଡ଼ି ପାରେନି। ତେଣୁ ସେ ଭାବେ, ମୁଁ ସୂତାଟିକୁ ଛାଡ଼ିଦେଲେ ତଳେ ପଡ଼ିଯିବି। ଛାଡ଼ିଦେଲେ ସେ ପକ୍ଷୀ ଯେହେତୁ ଉଡ଼ି ଯାଇପାରିବ, କିନ୍ତୁ ତା ଭିତରେ ଗୋଟେ କ'ଣ ଅପ୍ରତ୍ୟୟ ବୋଧ ହୁଏ ଯେ ମୁଁ ଉଡ଼ି ପାରିବିନି। ସେ ଭାବିପାରେନି ଯେ ମୁଁ ପକ୍ଷୀ, ମୁଁ ଛାଡ଼ିଦେଲେ ବି ଉଡ଼ି ପାରିବି, କିନ୍ତୁ ତାହା ଘଟେ ନାହିଁ। ଛାଡ଼ିଦେଲେ ଭାବେ ମରିଯିବ। ଜୋରରେ ଜାବୁଡ଼ିକି ଧରିଥାଏ ସୂତାଟାକୁ। ପ୍ରକୃତରେ ସେ ସୂତାଟି ହେଉଛି ଅକ୍ଷର। ଆମ ଭିତରେ ଯେଉଁ ତତ୍ତ୍ୱ ଦିଆଯାଇଛି ଯେ ଆମେ ଅକ୍ଷରହୀନ ହୋଇଗଲା ପରେ କ'ଣ କରିବା? ଅକ୍ଷରକୁ ଆଜି ପର୍ଯ୍ୟନ୍ତ ସମ୍ପତ୍ତି, ଜୀବନର ଉତ୍ସ, ଜୀବନର କେନ୍ଦ୍ର ଭାବୁଥିବା ଲୋକମାନେ ଅକ୍ଷରହୀନ ହୋଇଗଲେ କ'ଣ କରିବେ? ବିଚିତ୍ର ଦୁନିଆ। ତେଣୁ ଅକ୍ଷର ଆଉ ସମ୍ଭବ ହୋଇପାରେନି। ଅଣାକ୍ଷର ଏଇଥିପାଇଁ ସମ୍ଭବ ହୋଇପାରେନି ଯେ ଯେହେତୁ ସେମାନେ ଭାବନ୍ତି ଆମେ ହିଁ ଅକ୍ଷର। ଅକ୍ଷର ହିଁ ସର୍ବଶ୍ରେଷ୍ଠ, ଅକ୍ଷର ହିଁ ସବୁକିଛି। ତେଣୁ ପ୍ରତ୍ୟେକ ମଣିଷ ଭିତରେ ଏଇଟା ଗୋଟେ ଅଲିଖିତ ଲିପିବଦ୍ଧ ହୋଇ ରହିଛି ଯେ ଅକ୍ଷର ହିଁ ଶ୍ରେଷ୍ଠ। ଯଦି ତାକୁ ଜଣେ କହେ ବି ଅଣାକ୍ଷର ହିଁ ଶ୍ରେଷ୍ଠ ବୋଲି, ସେଇଟା ବି ଅକ୍ଷର ହୋଇକି ଆସିବ ତା ଭିତରେ। ସେ ଯେତେବେଳେ ଭାଷଣ ଦେବ, ସେ କହିବ ଅଣାକ୍ଷର ହିଁ ସତ୍ୟ, ଅକ୍ଷର ମୂଲ୍ୟହୀନ। କିନ୍ତୁ ସେ ଅକ୍ଷରରେ କହୁଛି, ଓ ଅକ୍ଷର ଜମା ବି ହୋଇଛି ତା ଭିତରେ ତତ୍ତ୍ୱଟି। ସେଥିପାଇଁ ପୃଥିବୀର ମ୍ୟାକ୍ସିମମ୍ ଲୋକ ଅନୁଭବ ଭାବରେ ବହୁତ କଥା କହିପାରନ୍ତି, ଅନୁଭବହୀନ ଭାବରେ ମଧ୍ୟ ବହୁତ କଥା କହିପାରନ୍ତି। ଯେଉଁ ସ୍ପିକର ମାନେ କହୁଛନ୍ତି, ଭାଷଣ ଦେଉଛନ୍ତି, ସେମାନେ ସମସ୍ତେ ଏହି ଅକ୍ଷର ଦ୍ୱାରା ସଂକ୍ରମିତ। ବିନା ଅନୁଭବରେ ବହୁତ କଥା କହିହେବ। ଈଶ୍ୱର ଓ ଦର୍ଶନ ସମ୍ପର୍କରେ ଯେତେ କଥା ଆଜି ପର୍ଯ୍ୟନ୍ତ କୁହାଯାଇଛି, କାହାରି ଜଣଙ୍କର ଈଶ୍ୱର ଦର୍ଶନ ହୋଇନାହିଁ। ଈଶ୍ୱର ଦର୍ଶନ ହୋଇଥିଲେ ସେ କହିପାରିବନି ଯିଏ ଈଶ୍ୱରଙ୍କୁ ଦର୍ଶନ କରିଛି ସିଏ ଅକ୍ଷରରେ ବୁଝାଇ ପାରିବନି। ଯେଉଁମାନେ ବୁଝାଉଛନ୍ତି
ସେମାନେ ପ୍ରକୃତରେ ପାଇନାହାନ୍ତି। ଏହା ଗୋଟେ ବିଜନେସ୍ ଭଳି ଚାଲିଛି। ଆରବୀୟ ଦେଶମାନଙ୍କରେ ଝିଅମାନଙ୍କର ପାଦର ଆଙ୍ଗୁଠି ଦିଶିଲେ ରାସ୍ତାରେ ଚାବୁକରେ ମାଡ଼ ହୁଏ। ସ୍ୱିଡେନରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ସିଧାସଳଖ କହିପାରିବ, ଆଇ ୱାଣ୍ଟ ଟୁ ଲଭ୍ ୟୁ, ମୁଁ ତୁମକୁ ତୁମ ଦେହ ଚାହେଁ ବୋଲି କହିପାରିବ। ଏ ଅଧିକାର ଅଛି କାରଣ ତାହା ହେଉଛି ଏକ ସ୍ୱାଧୀନ ଦେଶ ସ୍ୱିଡେନ। ସ୍ୱିଡେନରେ ଗୋଟିଏ ପ୍ରେମ କବିତା ନାହିଁ, ଅଥଚ ଆରବରେ ହଜାର ହଜାର ପ୍ରେମ କବିତା ଓ ସାଇରୀ, ଯେଉଁଠି ଝିଅଙ୍କୁ ଦେଖିବା ମନା ଓ ପାପ। ଏହାର ଅର୍ଥ ସବୁ ନିଷେଧ ଭିତରେ, ସବୁ କଟକଣା ଭିତରେ ନାରୀକୁ ନ ବୁଝିବା ଲୋକ ହିଁ ପ୍ରେମ କବିତା ଲେଖିଥାଏ। ବୁଝିଦେଲା ମାନେ ଆଉ ପ୍ରେମ କବିତା ଆସେନି। ଏ ଚରାଚରକୁ ଯେଉଁମାନେ ପ୍ରକୃତରେ ଅନୁଭବ କରିଛନ୍ତି ସେମାନେ ବାକ୍ହୀନ ହୋଇଯାଇଛନ୍ତି। ସେ ଅକ୍ଷରହୀନ ହେବାକୁ ବାଧ୍ୟ। ତୁମକୁ ଗୋଟେ ଚୁମ୍ବନ କିପରି ଲାଗିଲା ତାହା ଅକ୍ଷରହୀନ। ତୁମକୁ ଈଶ୍ୱରଙ୍କ ସ୍ପର୍ଶ କେମିତି ଲାଗିଲା, ବଂଶୀର ଧ୍ୱନି କେମିତି ଲାଗିଲା, ଗୋଲାପ ଫୁଲର ମହକ କେମିତି ଲାଗିଲା, ସୂର୍ଯ୍ୟୋଦୟର ସୌନ୍ଦର୍ଯ୍ୟ କେମିତି ଲାଗିଲା, ଏ ସବୁ ଯାକର ଅନୁଭବ ଅଣାକ୍ଷରରେ ଆସେ, ଅକ୍ଷର ହୋଇକି ଆସେନି। ତାକୁ ଆମେ ଅନ୍ୟକୁ ବୁଝାଇବାକୁ ଅକ୍ଷର। ଇଗୋ କହିବ ଭିତରେ, ଆରେ ତୁ ଏତେ କଥା ଭାବିଲୁ ଯେ, କିନ୍ତୁ ଅନ୍ୟମାନେ କେମିତି ଜାଣିବେ? ତେଣୁ ସେ ଅକ୍ଷରରେ କହିବା ଆରମ୍ଭ କରେ। ଯେତେବେଳେ ସେ ଅକ୍ଷରରେ କହିବା ଆରମ୍ଭ କରେ ସେତେବେଳେ ଅନ୍ୟ ପାଖକୁ ତାର ଅନୁଭବ ଯାଏନି, ଅକ୍ଷର ହିଁ ଯାଏ। ଅନୁଭବଟାକୁ ସେ ଯେହେତୁ କହିପାରିବନି, ତେଣୁ ସେ ବାଧ୍ୟ ହୋଇକି ଅକ୍ଷରର ବର୍ଣ୍ଣନା ଦେଇକି ତାକୁ ଛାଡ଼ିବ। ଅନୁଭବକୁ କିପରି ବୁଝିହେବ? ଅନୁଭବ ଏତିକି, ଖାଲି ଜଣେ ଧ୍ୟାନସ୍ଥ ଲୋକ ଆଉ ଜଣେ ଧ୍ୟାନସ୍ଥ ଲୋକକୁ ଦେଖିଦେଲେ ସେ କଣ କହୁଛି ବୁଝିଯିବ। ସେଥିପାଇଁ କୁହାଯାଏ ମହାବୀର ଏବଂ ବୁଦ୍ଧଙ୍କର ଥରେ ଭେଟ ହୋଇଥିଲା ଏବଂ ସେମାନେ ପରସ୍ପର ମୁହଁକୁ ଚାହିଁ ଖାଲି ବସିଥିଲେ। ଏଇଟାକୁ ହିଁ କୁହାଯାଏ ଭାବ ବିନିମୟ, କମ୍ୟୁନିକେସନ। କମ୍ୟୁନିକେସନ ପାଇଁ ଶବ୍ଦ ନିହାତି ଜରୁରୀ ନୁହେଁ ଏବଂ ଯେତେବେଳେ ଶବ୍ଦ ନଥିଲା ସେତେବେଳେ ମଧ୍ୟ ଲୋକ କମ୍ୟୁନିକେଟ ଭାବ ବ୍ୟକ୍ତ କରୁଥିଲେ, କମ୍ୟୁନିକେଟ କରିପାରୁଥିଲେ। ଶବ୍ଦ ଯେ ବାହାରିବା ପରେ ଖୁବ୍ ଗୋଟେ ହୋଇଗଲା ସେଇଆ ନୁହେଁ। ଆଉ ଆମେ ବିକଶିତ ପୃଥିବୀ ବୋଲି ଯାହାକୁ କହୁଛୁ ତାହା କେବଳ ଗୋଟେ ଦୃଶ୍ୟ ମାତ୍ର। ଏଇଟା ଆମ ଦୃଶ୍ୟରେ ବିକଶିତ ହୋଇଛି କେବଳ। ପ୍ରକୃତରେ କଣ ବିକଶିତ ହୋଇଛି? ଏଠି କେବଳ ଯନ୍ତ୍ରଣା ବିକଶିତ ହୋଇଛି, ଯନ୍ତ୍ରଣାର ବିବର୍ତ୍ତନ ହୋଇଛି। ଆମର ଅସ୍ତିତ୍ୱର ବିବର୍ତ୍ତନ ହେବା ନାଁରେ ଆମ ଯାତନାରେ ବିବର୍ତ୍ତନ ହେଉଛି। ଆମେ ପ୍ରତି ମୁହୂର୍ତ୍ତରେ ଅଧିକରୁ ଅଧିକ ଦୁଃଖୀ ହୋଇ ଚାଲିଛେ, ଅଧିକରୁ ଅଧିକ ଟେନସନ ହୋଇ ଚାଲିଛେ। ସେ ସମୟର ପୃଥିବୀ ଓ ଆଜିର ପୃଥିବୀ ଭିତରେ ଯେତିକି ବିବର୍ତ୍ତନ ହୋଇଛି ସେ ସବୁ କେବଳ ଯନ୍ତ୍ରଣାର ବିବର୍ତ୍ତନ। ସୁଖ ଭିତରେ ଯନ୍ତ୍ରଣା ପଶିକି ସୁଖ ଆସୁଛି। ତୁମେ ବାର ବାର ମଦ ପିଅ, ଡ୍ୟାନ୍ସ କର, ସେଲିବ୍ରେଟି କରିବା ବୋଲି ଯାହାକୁ ସବୁ କହୁଛନ୍ତି ସେଥିରେ ଦୁଃଖ ଜମାଟ ହୋଇକି ସୁଖର ପୁଟ ଦିଆଯାଇ ଆସୁଛି। ବର୍ତ୍ତମାନ କଣ ହୋଇଛି? ବର୍ତ୍ତମାନ ବିକଶିତ ପୃଥିବୀ ବୋଲି ଯାହାକୁ ଆମେ କହୁଛେ ସେଥିରେ ଆମେ ଯୋଉ ଦ୍ରବ୍ୟ ଦେଖୁଛୁ ସେଥିରେ ଜୀବନ ହୋଇକି ହୋଇଛି କି? ବସ୍ତୁ ହୋଇଛି, ପୃଥିବୀ ହୋଇଛି, ଘର ହୋଇଛି କି? ଜୀବନର ବିକଶିତ କଣ ହୋଇଛି? ଜୀବନ ଧୂଳିସାତ ହୋଇଯାଇଛି। କାହିଁକି ନା
ଏହି ଗୋଟିଏ କାରଣ, ଆମେ ଅକ୍ଷର ଓ ଅଣାକ୍ଷର ଭିତରେ ଫରକଟା ଜାଣିନୁ। ଆମେ ତୀବ୍ର ନିର୍ବେଦ ଅନୁଭବକୁ ଭେଟିନୁ। ନିର୍ବେଦ ଅନୁଭବକୁ ଯିଏ ନ ଭେଟିଛି ସେ ଅକ୍ଷର ତାକୁ ବେଶୀ ଶାନ୍ତି ଦେବନି। ଯଦିଓ ଅକ୍ଷର ପ୍ରତିଶ୍ରୁତି ଦେବ ଯେ ମୁଁ ଶାନ୍ତି ଦେବି, ମୁଁ ଜାଣିଛି ବୋଲି କହିବି ଲୋକଙ୍କ ଆଗରେ, କିନ୍ତୁ ବାସ୍ତବରେ ତାହା ସତ୍ୟ ନୁହେଁ। ତେଣୁ ପ୍ରତ୍ୟେକ ପଣ୍ଡିତ ଅନ୍ୟର ଅପେକ୍ଷା ରଖନ୍ତି। ଅନ୍ୟମାନେ ତାଳି ମାରନ୍ତୁ। ଗୋଟେ ଅକ୍ଷରପୂର୍ଣ୍ଣ ମଣିଷକୁ ନିର୍ବାସନ ହେଉଛି ଦଣ୍ଡ। କାହିଁକି ନିର୍ବାସନ ଗୋଟେ ଦଣ୍ଡ? ଏଥିପାଇଁ ଦଣ୍ଡ ହେବ ଯେ ସେ ନିଜକୁ ଢାଙ୍କିକି ଲୁଚେଇକି ଗୋଟେ କୃତ୍ରିମ ବ୍ୟକ୍ତିତ୍ୱ ଗଢ଼ିଛି। ଯେତେବେଳେ ତାକୁ ନିର୍ବାସନ ଦିଆ ହୋଇଯିବ ସେତେବେଳେ ସେ କୃତ୍ରିମ ବ୍ୟକ୍ତିତ୍ୱ ଭାଙ୍ଗିଯାଏ, ସେ ବିକଳ ହୁଏ। ମଣିଷ ସବୁଠୁ ବେଶୀ ଡରେ ନିଜକୁ, ଭୟ କରେ ନିଜକୁ। କାହିଁକି ଭୟ କରେ? ନା, ସେ ବହୁତ ଅପରାଧ କରିଛି ନିଜ ପ୍ରତି। ଏଭ୍ରି ମ୍ୟାନ୍ ଇଜ୍ ଏ କିଲର ଅଫ୍ ହିମସେଲ୍ଫ। ପ୍ରତ୍ୟେକ ମଣିଷ ନିଜର ହତ୍ୟାକାରୀ। ତାର ପ୍ରଥମ ଦଣ୍ଡ ସେଇଟା। ପ୍ରତ୍ୟେକ ମଣିଷ ଯନ୍ତ୍ରଣା ଜର୍ଜରିତ ହେଉଛନ୍ତି ଏଇଥିପାଇଁ ଯେ ସେମାନେ ଜଣେ ଜଣେ ହତ୍ୟାକାରୀ। ହତ୍ୟାକାରୀ କ'ଣ? ନା, ଦୁଇଟା ମଣିଷର ହତ୍ୟାକାରୀ। କିଲର ଅଫ୍ ଦି ଟାଇମ୍, କିଲର ଅଫ୍ ଦି ହିମସେଲ୍ଫ। ସେମାନେ ସମୟକୁ ନିଜକୁ ହତ୍ୟା କରି ଚାଲିଛନ୍ତି। କିନ୍ତୁ ସେଇ ଯୋଉ ହତ୍ୟା ସମୟର ଏବଂ ନିଜର, ସେଥିରୁ ସେମାନେ ମୁକ୍ତି ହେଇପାରୁନାହାନ୍ତି ବୋଲି ହିଁ ଦଣ୍ଡ ଭୋଗୁଛନ୍ତି। ନହେଲେ ଦଣ୍ଡ ଭୋଗନ୍ତେ କାହିଁକି? ଯୋଉ ଲୋକ ନିଜକୁ ହତ୍ୟା ନ କରେ ଆଉ ସମୟକୁ ହତ୍ୟା ନ କରେ ସେ ଲୋକ ଆଦୌ ଅଭିଶପ୍ତ ନୁହେଁ। ସମାନ କଥା ଆଲବର୍ଟ କାମ୍ୟୁ ଓ ବୁଦ୍ଧ କହିଛନ୍ତି। ଜୀବନ ନର୍କ, ଦୁଃଖପୂର୍ଣ୍ଣ। ଲିଭିଂ ଇଜ୍ ମିନିଂଫୁଲ। କାମ୍ୟୁ ଏକଥା କହିଛି, କିନ୍ତୁ ବଞ୍ଚିପାରିନି ସେମିତି। ବୁଦ୍ଧ କିନ୍ତୁ ବଞ୍ଚିଛନ୍ତି। ସମାନ କଥା ଉଭୟ କହିଛନ୍ତି। ଲିଭିଂ ଇଜ୍ ମିନିଂଫୁଲ, କିନ୍ତୁ ଲାଇଫ୍ ଇଜ୍ ମିନିଂଲେସ୍। ଲାଇଫ୍ ଇଜ୍ ମିନିଂଲେସ୍ ଯେତେବେଳେ କାମ୍ୟୁ କହିଛନ୍ତି ସେତେବେଳେ ସେ ମିନିଂଲେସ୍କୁ ମିନିଂଫୁଲ କରିବାରେ ଲାଗିଯାଇଛନ୍ତି। ସେ ଭାବିଛନ୍ତି ଏମିତି କେମିତି ବଞ୍ଚିବି? ନା, ଗୋଟେ ନାରୀ ସହିତ ସଂସର୍ଗ କରିବି, ଅମକ କରିବି, ଚୋରି କରିବି, ହତ୍ୟା ବି କରିପାରେ। ଆଲବର୍ଟ କାମ୍ୟୁ ନାୟକ ମିୟରସାଲ୍ଟ ଗୋଟେ ଲୋକକୁ ବିନା ଦୋଷରେ ମାରି ଦେଇଛି। କହିଲା, ସେ ମୋର ଇଚ୍ଛା ହେଲା ମାରିଦେଲି। ଈଶ୍ୱର ନାହାନ୍ତି, ପାପ ପୁଣ୍ୟ ବୋଲି କିଛି ନାହିଁ। ଲାଇଫ୍ ଇଜ୍ ଅଲ୍ଟିମେଟ୍। ବୁଦ୍ଧ ବି ସେଇଆ କହିଛି। ଲାଇଫ୍ ଇଜ୍ ଅଲ୍ଟିମେଟ୍। ଅପୋ ଦୀପୋ ଭବ। ଅପୋ ଦୀପୋ ଭବ। ଏ ଜୀବନର ଯାତ୍ରା କୁଆଡ଼େ? ତଳକୁ ନା ଉପରକୁ? ସିଡ଼ିରେ କୁଆଡ଼କୁ ଚଢ଼ୁଛ? ଉପରକୁ ଚଢ଼ୁଛ ନା ତଳକୁ ଖସୁଛ? ତେଣୁ ବୁଦ୍ଧ ଅକ୍ଷରରୁ ଅଣାକ୍ଷରକୁ ଯାତ୍ରା କରିଥିଲେ, କିନ୍ତୁ ଆଲବର୍ଟ କାମ୍ୟୁ ଅକ୍ଷରରୁ ମହାକ୍ଷରକୁ ଯାତ୍ରା କରିଛି। ଅସ୍ତିତ୍ୱବାଦୀ ଲୋକମାନେ ଅସ୍ତିତ୍ୱ ବୋଲି ଯାହାକୁ କହିଲେ ତାହା ଏକ ଅକ୍ଷରପୂର୍ଣ୍ଣ ଅସ୍ତିତ୍ୱ, କିନ୍ତୁ ଅସ୍ତିତ୍ୱ ମାନେ ହେଉଛି ଅଣାକ୍ଷର। ଅସ୍ତିତ୍ୱର ଅର୍ଥ ହେଉଛି ଅଣାକ୍ଷର। ତୁମେ ଜନ୍ମ ହେଲେ ଅଣାକ୍ଷର ହୋଇ ଜନ୍ମ ହେଲ, ଆଉ ମୃତ୍ୟୁ ବି ତୁମର ଅଣାକ୍ଷର ଭାବେ ହେବା ଉଚିତ। ଜୀବନ ବି ଅଣାକ୍ଷର ହେବା ଉଚିତ। ଅକ୍ଷର ଆସୁ, ଆବଶ୍ୟକତା ପାଇଁ ଅକ୍ଷର ଆସୁ, କିନ୍ତୁ ଅନୁଭବ ପାଇଁ ଅକ୍ଷର ନ ଆସୁ। ଆବଶ୍ୟକତା ପଡ଼ିଲା, ମୁଁ କାହାକୁ କିଛି କହିଲି, ଭାତ ଆଣ, ଡାଲି ଆଣ, ଖାଇବାକୁ ମାଗିଲି, ଅକ୍ଷର ସେଇଠି ମିନିଂଫୁଲ। ଅକ୍ଷର
ଇଭୁଲେସନ ବଡ଼ ଜିନିଷ, କିନ୍ତୁ ଅନୁଭବଟାକୁ ଅକ୍ଷର କବ୍ଜା କରି ନ ନେଉ, ସେଠି ଅଣାକ୍ଷରକୁ ଯିବାକୁ ପଡ଼ିବ। ଆଉ ସ୍ପିରିଚୁଆଲିଟିର ଅର୍ଥ ହିଁ ଅଣାକ୍ଷର। ସ୍ପିରିଚୁଆଲିଟି ମାନେ ଗୋଟିଏ ଅର୍ଥରେ ନିଜ ପାଇଁ ଟିକେ ସ୍ପେସ୍ ତିଆରି କରିବା। ଆମର ସ୍ପେସ୍ ନାହିଁ। ଲିଭିଂ ଇନ୍ ଏ ସ୍ପେସଲେସ୍ ପୋଜିସନ୍। ସ୍ପେସ୍ କିଏ ଦେବ? କେବଳ ଅଣାକ୍ଷର ଦେବ। କାରଣ ଅକ୍ଷର ପାଇଁ ତ ସ୍ପେସ୍ ଦରକାର। ଅକ୍ଷରର ଯଦି ସ୍ପେସ୍ ଭରିଯିବ ଆଉ ତ ସ୍ପେସ୍ ନାହିଁ, ତେଣୁ ସ୍ପେସ୍ ଦେବା ନାହିଁ। ଦ୍ୟାଟ୍ ଇଜ୍ ସ୍ପିରିଚୁଆଲିଟି। ତୁମର ଖାଲି ଜାଗାରେ ହିଁ ଈଶ୍ୱର ଥାନ୍ତି। ସେହି ଶୂନ୍ୟ ସ୍ଥାନ ଭିତରେ ଗୋଟିଏ ଈଶ୍ୱର ଥାନ୍ତି। ଅକ୍ଷରରେ ଈଶ୍ୱର ନଥାନ୍ତି। ଏଇ ଯୋଉ କଥାଟି ଲୋକେ ବୁଝିପାରି ନାହାନ୍ତି। ଅକ୍ଷରଟି କ'ଣ? ଅଣାକ୍ଷର କ'ଣ? ତାପରେ ଅଣାକ୍ଷର ଭିତରେ ହଂସର ସାଧନା ହେଉଛି। ହଂସ ଇଣ୍ଡିକେଟ୍ସ ଦି ଆତ୍ମା। ମିନିଂ କ'ଣ? ସେ ହଂସ ଦେହରେ ଜଳ ଲାଗେନି। ସେ ମାନସରୋବରରେ ହଂସକୁ ହଂସ ରୂପେ ନିଆଯାଇଛି। ମାନସରୋବର ହେଉଛି ଅନଲିମିଟେଡ୍ ସ୍ପେସ୍। ତା ଭିତରେ ଏ ବ୍ରହ୍ମାଣ୍ଡ, ଏ ପୃଥିବୀ, ତା ଭିତରେ ହଂସ, ତା ଦେହରେ ଜଳ ବି ଲାଗେ ନାହିଁ, କିନ୍ତୁ ସେ ଜଳରେ ରହେ। ତାର ଅର୍ଥ ହେଉଛି ମୁଁ ଅକ୍ଷରରେ ରହିପାରେ, କିନ୍ତୁ ମୁଁ ଅଣାକ୍ଷରର ଲୋକ। ବୁଦ୍ଧ କ'ଣ କଥାବାର୍ତ୍ତା କରୁନଥିଲେ? ବୁଦ୍ଧ କ'ଣ ଲୁଗା ସଫା କରିବାକୁ ଧୋବାକୁ ଲୁଗା ଦେଉନଥିଲେ? ବୁଦ୍ଧ କ'ଣ କହୁନଥିଲେ ଏଇଠି ରହିବି? ନିଦ ଲାଗିଲେ କାହାକୁ ଡାକୁନଥିଲେ ଏଇଠି ଶୋଇବି ବୋଲି? ଅକ୍ଷରରେ କାମ ତାଙ୍କର ଜାର ରହିଥିଲା, କିନ୍ତୁ ସେ ଅଣାକ୍ଷର ଲୋକ। ଅକ୍ଷର ମୋର ଆବଶ୍ୟକତା। ଅକ୍ଷର ମୋର ଜୀବନ ନୁହେଁ। ଅକ୍ଷର ମୋର ଆବଶ୍ୟକତା ହୋଇପାରେ। ଅକ୍ଷର ମୋର ଜୀବନର ଉତ୍ସ ନୁହେଁ। ଜୀବନ ମୋର ଅଣାକ୍ଷର। ବୁଦ୍ଧ ସେହି ଷ୍ଟେଜରେ ଥିଲେ। ଯୋଉ ବଡ଼ ବଡ଼ ମୁନି ଋଷିମାନେ ସେହି ଅଣାକ୍ଷରର ଷ୍ଟେଜରେ ହିଁ ରହିଥାନ୍ତି। ଅଣାକ୍ଷର ହିଁ ସବୁ କିଛି, ଆଉ କିଛି ନାହିଁ। ତାପରେ ପ୍ରଶ୍ନ କିଛି ନାହିଁ।